ଭାରତରେ ସୁଲତାନମାନେ ଶାସନ କାର୍ଯ୍ୟ ଆରମ୍ଭ କରିଥିଲେ 1206 ମସିହାରେ ଏବଂ ତାଙ୍କର ଶାସନ କାର୍ଯ୍ୟର ପରିସମାପ୍ତି ଘଟିଥିଲା 1526 ମସିହାରେ। ସେମାନେ ଦୀର୍ଘ 320 ବର୍ଷ ଭାରତରେ ଶାସନ କରିଥିଲେ। ସେମାନେ 35 ଜଣ ଶାସକ ଭାରତ ଉପରେ ଶାସନ କରିଥିଲେ। 5ଟି ରାଜବଂଶ ମଧ୍ୟ ସୁଲତାନୀ ଶାସନ ସମୟରେ ଭାରତ ଉପରେ ଶାସନ କରିଥିଲେ ଆଉ ସେହି 5ଟି ରାଜବଂଶର ନାମ ଥିଲା ଦାସ ବଂଶ, ଖିଲଜି ବଂଶ, ତୁଗଲକ ବଂଶ ଏବଂ ସୟଦ ବଂଶ, ତା ସହିତ ଲୋଦୀ ବଂଶ। ଏହିପରି ଭାବରେ 5ଟି ରାଜବଂଶ ସେମାନେ ଭାରତରେ ଶାସନ କରିଥିଲେ ଏବଂ ଏହି 320 ବର୍ଷ ଶାସନ ମଧ୍ୟରେ ସେହି ସମୟରେ ଭାରତୀୟ ସମାଜରେ ହିନ୍ଦୁ ନାରୀମାନେ ଥିଲେ, ତା ସହିତ ମୁସଲିମ ନାରୀ ମଧ୍ୟ ଥିଲେ ଏବଂ ସେହି ହିନ୍ଦୁ ନାରୀ ଏବଂ ମୁସଲିମ ନାରୀମାନଙ୍କର ସ୍ଥାନ କିପରି ଥିଲା ଆଜି ଆମେ ତାହାରି ବିଷୟରେ ଜାଣିବା। ତ ଚାଲ ପିଲାମାନେ ଡେରି ନକରି ଆଜି ଆମେ ପଢ଼ିବା ସୁଲତାନୀ ଶାସନ ସମୟରେ ନାରୀମାନଙ୍କର ସ୍ଥାନ କିପରି ଥିଲା। ଆଉ ଏହି ଟପିକରୁ ପିଲାମାନେ ପରୀକ୍ଷାରେ ତୁମର ପ୍ରଶ୍ନ ଆସିବ 3 ମାର୍କର ପ୍ରଶ୍ନ ଆସିବ। ସୁଲତାନୀ ଶାସନ ସମୟରେ ନାରୀମାନଙ୍କର ସ୍ଥାନ। ନାରୀମାନେ ପୁରୁଷ ତୁଳନାରେ ଗୌଣ ଥିଲେ। ଗୌଣମାନେ ସମସ୍ତ କାର୍ଯ୍ୟରେ ପୁରୁଷମାନେ ନାରୀମାନଙ୍କଠୁ ଉପରେ ହିଁ ଥିଲେ। ନାରୀମାନେ ପୁରୁଷଙ୍କ ଅଧୀନରେ ଥିଲେ। ପୁରୁଷମାନଙ୍କ ଅଧୀନରେ ରହିକି ସୁଲତାନୀ ଶାସନ ସମୟରେ ନାରୀମାନେ ସମସ୍ତ କାର୍ଯ୍ୟ କରୁଥିଲେ। ସ୍ତ୍ରୀର କାମ ଥିଲା କୁଳ ରକ୍ଷା ପାଇଁ ପୁଅଟିଏ ଜନ୍ମ ଦେବା। ଏଠି ନାରୀମାନଙ୍କର କାର୍ଯ୍ୟ ବିଷୟରେ କୁହାଯାଇଛି ଏବଂ ନାରୀମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା କୁଳ ରକ୍ଷା କରିବା। କେମିତି କୁଳ ରକ୍ଷା କରିବେ? ଗୋଟେ ପୁଅଟିଏ ଜନ୍ମ କରି ତା ବିଷୟରେ ବର୍ଣ୍ଣନା କରାଯାଇଛି। ଝିଅ ଜନ୍ମ ଖୁସିରେ ଗ୍ରହଣ କରାଯାଉନଥିଲା। ଯେତେବେଳେ ସୁଲତାନୀ ଶାସନ ସମୟରେ ସମାଜରେ ଯେତେବେଳେ ଗୋଟେ ଝିଅ ଜନ୍ମ ଗ୍ରହଣ କରୁଥିଲା ତାର ଜନ୍ମକୁ ଖୁସିରେ ଗ୍ରହଣ କରାଯାଉନଥିଲା। ନାରୀମାନଙ୍କ ସ୍ଥାନ ଅନ୍ତଃପୁର ଓ ରନ୍ଧନଶାଳରେ ଶେଷ ହୋଇଯାଉଥିଲା। ଅନ୍ତଃପୁର କହିଲେ ପିଲାମାନେ ସମସ୍ତଙ୍କ ଘରେ ଗୋଟେ ଗୋଟେ ଗୃହ ଥାଏ ନାରୀମାନଙ୍କ ପାଇଁ, ସେହି ଘରକୁ କୁହାଯାଏ। ଏଠି କୁହାଯାଉଛି ନାରୀମାନଙ୍କର ସମୟ ଅନ୍ତଃପୁର ଏବଂ ରନ୍ଧନଶାଳାରେ ହିଁ ଅତିବାହିତ ହେଉଯାଉଥିଲା। ବାଲ୍ୟ ବିବାହ ପ୍ରଥା ସେହି ସମୟରେ ପ୍ରଚଳନ ଥିଲା ବୋଲିକି କୁହାଯାଉଛି। ବାଲ୍ୟ ବିବାହ ପ୍ରଥା କହିଲେ ପିଲାମାନେ ବାଲ୍ୟକାଳରୁ ହିଁ ବିବାହ କରିଦେବା ପ୍ରଥାକୁ ବାଲ୍ୟ ବିବାହ ପ୍ରଥା ବୋଲିକି କୁହାଯାଏ ଏବଂ ଏହି ପ୍ରଥା ସୁଲତାନୀ ଶାସନ ସମୟରେ ପ୍ରଚଳନ ଥିଲା। ବିଧବା ବିବାହ ପ୍ରଥା ପ୍ରଚଳନ ନଥିଲା। ସୁଲତାନୀ ଶାସନ ସମୟରେ ନାରୀମାନଙ୍କର ମଧ୍ୟରେ ବିଧବା ବିବାହ ପ୍ରଥା ପ୍ରଚଳନ ନଥିଲା। ବିଧବା ବିବାହ କହିଲେ ପିଲାମାନେ ବିଧବା ଆହୁରି ଥରେ ବିବାହ କରିପାରୁନଥିଲେ। ରାଜପୁତ ଜାତିରେ ସତୀଦାହ ପ୍ରଥା ଓ ଜୌହର ପ୍ରଥା ପ୍ରଚଳନ ଥିଲା। ସେହି ସମୟରେ ସୁଲତାନୀ ଶାସନ ସମୟରେ ଭାରତୀୟ ସମାଜରେ ରାଜପୁତ ଜାତିର ଲୋକମାନେ ଥିଲେ ଏବଂ ତାଙ୍କର ସମାଜରେ ସତୀଦାହ ପ୍ରଥା ଏବଂ ଜୌହର ପ୍ରଥା ପ୍ରଚଳନ ଥିଲା। ସତୀଦାହ ପ୍ରଥା କାହାକୁ କୁହାଯାଏ? ଏପଟେ ଲେଖା ହେଇଛି ରାଇଟ୍ ସାଇଡ଼ରେ ଦେଖ। ଏହା ଏକ ପ୍ରାଚୀନ ପ୍ରଥା ଅଟେ ଯେଉଁ ପ୍ରଥାରେ ମହିଳାଙ୍କର ସ୍ୱାମୀ ମୃତ୍ୟୁବରଣ ପରେ ସ୍ୱାମୀଙ୍କର ଚିତାଗ୍ନିରେ ମହିଳା ନିଜକୁ ମଧ୍ୟ ଆତ୍ମଦାହ କରିଥାନ୍ତି। ସେହି ପ୍ରଥାକୁ ସତୀଦାହ ପ୍ରଥା କୁହାଯାଏ। ଜୌହର ପ୍ରଥା କାହାକୁ କୁହାଯାଏ? ଯେଉଁ ପ୍ରଥାରେ ନାରୀମାନେ ଜ୍ୱଳନ୍ତା ଅଗ୍ନି ଉପରକୁ ଡେଇଁ ପଡ଼ି ନିଜର ଆତ୍ମଦାହ କରନ୍ତି ସେହି ପ୍ରଥାକୁ ଜୌହର ପ୍ରଥା କୁହାଯାଏ। ନାରୀ ଶିକ୍ଷା ବ୍ୟବସ୍ଥା ସୀମିତ ଥିଲା। ନାରୀ ଶିକ୍ଷା ବ୍ୟବସ୍ଥା ସୁଲତାନୀ ଶାସନ ସମୟରେ ସୀମିତ ଥିଲା। ଏହାର ଅର୍ଥ ଏଇଆ ହେଲା ଯେ ଯେଉଁ ସମ୍ଭ୍ରାନ୍ତ ଶ୍ରେଣୀର ନାରୀମାନେ ଥିଲେ ବା ଉଚ୍ଚବର୍ଗ ଶ୍ରେଣୀର ଯେଉଁ ନାରୀମାନେ ଥିଲେ ତାଙ୍କ ପାଇଁ କେବଳ ଶିକ୍ଷା ବ୍ୟବସ୍ଥା ଥିଲା। ତାଙ୍କୁ ଛାଡ଼ିଦେଲେ ସମାଜରେ ଆଉ ଯେଉଁ ଅନ୍ୟ ବର୍ଗର ନାରୀମାନେ ରହିଲେ ସେମାନଙ୍କ ପାଇଁ କୌଣସି ଶିକ୍ଷା ବ୍ୟବସ୍ଥା ନଥିଲା। ସାଧାରଣ ମହିଳାଙ୍କ ଶିକ୍ଷା ବ୍ୟବସ୍ଥା ନଥିଲା। ସମ୍ଭ୍ରାନ୍ତ ଶ୍ରେଣୀର ବା ଉଚ୍ଚ ଶ୍ରେଣୀର ମହିଳାମାନଙ୍କୁ ଛାଡ଼ିଦେଲେ ସମାଜରେ ଯେଉଁ ଅନ୍ୟ ବର୍ଗର ନାରୀମାନେ ରହିଲେ ସେମାନଙ୍କ ପାଇଁ କୌଣସି ଶିକ୍ଷାର ବ୍ୟବସ୍ଥା ନଥିଲା। ଏଠି ଦେଖିପାରୁଥିବା ପିଲାମାନେ ସତୀଦାହ ପ୍ରଥାର ଏକ ଫଟୋଚିତ୍ର ଦିଆହେଇଛି। ହିନ୍ଦୁ ଓ ମୁସଲମାନ ନାରୀମାନେ ଶିକ୍ଷା କ୍ଷେତ୍ରରେ ସମାନ ଥିଲେ। ହିନ୍ଦୁ ମୁସଲମାନ ଯେଉଁ ନାରୀମାନେ ଥିଲେ ସୁଲତାନୀ ଶାସନ ସମୟରେ ସେମାନେ ଶିକ୍ଷା କ୍ଷେତ୍ରରେ ସମାନ ଥିଲେ। ସମ୍ଭ୍ରାନ୍ତ ବର୍ଗ ବା ଉଚ୍ଚ ଶ୍ରେଣୀର
ନାରୀମାନେ ଶିକ୍ଷା ଗ୍ରହଣ କରିପାରୁଥିଲେ ଏବଂ ସାଧାରଣ ବର୍ଗର ନାରୀମାନେ ଉଭୟ ହିନ୍ଦୁ ଏବଂ ମୁସଲମାନ ଶ୍ରେଣୀର ଶିକ୍ଷା ଗ୍ରହଣ କରିପାରୁନଥିଲେ। ଉଚ୍ଚ ଶିକ୍ଷିତ ମହିଳାମାନେ ଥିଲେ ରୂପମତୀ, ପଦ୍ମାବତୀ, ରେଜିଆ ସୁଲତାନ। ରେଜିଆ ସୁଲତାନ ଜାଣିଛ ପିଲାମାନେ, ଇଏ ଦିଲ୍ଲୀର ପ୍ରଥମ ନାରୀ ଶାସିକା, ଦିଲ୍ଲୀ ସୁଲତାନୀ ଶାସନର ପ୍ରଥମ ନାରୀ ଶାସିକା। ପଦ୍ମାବତୀ ଜାଣିଛ, ସେ ରାଜପୁତ ରାଣୀ ଥିଲେ, ସେ ବହୁତ ସୁନ୍ଦରୀ ଥିଲେ। ଆଲାଉଦ୍ଦିନ ଖିଲଜୀ ଯେତେବେଳେ ରାଜପୁତ ରାଜବଂଶ ଉପରେ ଆକ୍ରମଣ କରିଥିଲେ, ଇଏ ଜୋହର ପ୍ରଥା ପାଳନ କରିଥିଲେ। ଏବଂ ରୂପମତୀ ଯେଉଁ ଥିଲେ, ଇଏ ଜଣେ ପ୍ରସିଦ୍ଧ କବୟିତ୍ରୀ ଥିଲେ, ତା ସହିତ ଜଣେ ଉତ୍ତମ କଣ୍ଠଶିଳ୍ପୀ ମଧ୍ୟ ଥିଲେ। ଯୋଗ୍ୟତା କ୍ଷେତ୍ରରେ ପୁରୁଷଙ୍କ ସହ ସମାନ ଥିଲେ। ଏ ଯେଉଁ ରୂପମତୀ, ପଦ୍ମାବତୀ, ରେଜିଆ ସୁଲତାନ ଥିଲେ, ଏମାନେ ଯୋଗ୍ୟତା କ୍ଷେତ୍ରରେ ସେମାନେ ପୁରୁଷଙ୍କ ସହ ସମାନ ଥିଲେ। ତାଙ୍କର ଯୋଗ୍ୟତା ଏବଂ ପୁରୁଷମାନଙ୍କର ଯୋଗ୍ୟତା ସମାନ ଥିଲା ସମସ୍ତ କ୍ଷେତ୍ରରେ ବୋଲିକି କୁହାଯାଉଛି। ନାରୀମାନଙ୍କର ସମ୍ପତ୍ତିଗତ ଅଧିକାର ନଥିଲା। ବର୍ତ୍ତମାନ ଯେମିତି ପରିବାରରେ ସମସ୍ତଙ୍କର ସମ୍ପତ୍ତିଗତ ଅଧିକାର ଅଛି, ସେମିତି ସମ୍ପତ୍ତିଗତ ଅଧିକାର ସେ ସମୟରେ ନାରୀମାନଙ୍କର ନଥିଲା। ପୁତ୍ର ନାବାଳକ ଥିଲେ ନାରୀମାନେ ସମ୍ପତ୍ତିର ପରିଚାଳନା କରୁଥିଲେ। ଯଦି ପୁତ୍ର ନାବାଳକ ଥିବ, ପୁତ୍ର ଯଦି ଯୋଗ୍ୟ ନଥିବ ସମ୍ପତ୍ତିର ପରିଚାଳନା କରିବା ପାଇଁ, ସେ ସମୟରେ ହିଁ ନାରୀମାନେ ସମ୍ପତ୍ତିର ପରିଚାଳନା କରୁଥିଲେ। ପରଦା ପ୍ରଥା ହିନ୍ଦୁ ଓ ମୁସଲମାନ ମହିଳାମାନଙ୍କ ମଧ୍ୟରେ ପ୍ରଚଳନ ଥିଲା। ପରଦା ପ୍ରଥା କାହାକୁ କୁହାଯାଏ? ଯେଉଁ ପ୍ରଥାରେ ନାରୀମାନେ ପରଦା ସାହାଯ୍ୟରେ ନିଜର ମୁଖକୁ ଘୋଡ଼ାଇଥାନ୍ତି, ସେହି ପ୍ରଥାଟିକୁ ପରଦା ପ୍ରଥା କୁହାଯାଏ। ମୁସଲମାନ ଶାସନ କାଳରେ ପରଦା ପ୍ରଥା ଅନୁଷ୍ଠାନିକ ହୋଇଗଲା। ଯେତେବେଳେ ଭାରତରେ ମୁସଲମାନମାନେ ଶାସନ କରିବା ଆରମ୍ଭ କରିଦେଲେ, ସେମାନେ ପରଦା ପ୍ରଥାକୁ ଆନୁଷ୍ଠାନିକ କରିଦେଲେ ବା ବାଧ୍ୟ କରିଦେଲେ। ହିନ୍ଦୁ ନାରୀମାନେ ବାହାରକୁ ଗଲେ ଓଢ଼ଣା ପିନ୍ଧି ବାହାରକୁ ଯାଉଥିଲେ। ହିନ୍ଦୁ ନାରୀମାନେ ଯେତେବେଳେ ଘରୁ ବାହାରକୁ ବାହାରୁଥିଲେ, ସେମାନେ ମୁଣ୍ଡରେ ଓଢ଼ଣା ପକାଇକି ହିଁ ବାହାରକୁ ବାହାରୁଥିଲେ। ମୁସଲମାନ ନାରୀମାନେ ବାହାରକୁ ବାହାରିଲେ ବୁର୍ଖା ପିନ୍ଧିକି ହିଁ ବାହାରୁଥିଲେ। କାହିଁକି ନା ଯେହେତୁ ସୁଲତାନୀ ଶାସନ ସମୟରେ ପରଦା ପ୍ରଥାକୁ ବାଧ୍ୟ କରାଯାଇଥିଲା, ମୁସଲମାନ ନାରୀମାନେ ଯେତେବେଳେ ଘରୁ ବାହାରକୁ ବାହାରୁଥିଲେ, ସେମାନେ ବୁର୍ଖା ପିନ୍ଧିକି ହିଁ ବାହାରକୁ ବାହାରୁଥିଲେ। ଆଉ ଏଠି ସବୁଠୁ ଉପରେ ଦେଖିପାରୁଥିବ ପିଲାମାନେ, ବୁର୍ଖାର ଫଟୋଚିତ୍ର ଦିଆଯାଇଛି। ବିଧବା ପ୍ରଥା ହିନ୍ଦୁ ନାରୀମାନେ ପାଳନ କରୁଥିଲେ। ଯେଉଁ ହିନ୍ଦୁ ନାରୀମାନେ ସେହି ସୁଲତାନୀ ଶାସନ ସମୟରେ ଥିଲେ, ସେମାନେ ବିଧବା ପ୍ରଥାକୁ ପାଳନ କରୁଥିଲେ। ଆଉ ଏଠି ଯେଉଁ ଫଟୋଚିତ୍ରଟି ଅଛି, ଜଣେ ବିଧବାଙ୍କର ଫଟୋଚିତ୍ର ଦିଆଯାଇଛି। ବିଧବା ପ୍ରଥା କାହାକୁ କୁହାଯାଏ ପିଲାମାନେ? ଏଠି ଲେଖା ହେଇଛି, ଦେଖ ରାଇଟ୍ ସାଇଡ଼୍ରେ, ଜଣେ ମହିଳାଙ୍କ ବିବାହର କିଛି ଦିନ ପରେ ସ୍ୱାମୀ ମୃତ୍ୟୁବରଣ କଲେ ମହିଳା ବାକିତକ ଜୀବନ ଏକାକୀ ବିତେଇଥାନ୍ତି। ଏହି ପ୍ରଥାକୁ ବିଧବା ପ୍ରଥା କୁହାଯାଇଥାଏ। ସୁଲତାନୀ ଶାସନ ସମୟରେ ନାରୀମାନଙ୍କର ସ୍ଥାନ କିପରି ଥିଲା? ଯଦି ପରୀକ୍ଷାରେ ତୁମର ପ୍ରଶ୍ନ ଆସିବ ପିଲାମାନେ, 3 ମାର୍କର ହିଁ ପ୍ରଶ୍ନ ଆସିବ। ଏବଂ ବର୍ତ୍ତମାନ ଯେଉଁ ତୁମକୁ ମୁଁ 20ଟି ପଏଣ୍ଟ ବୁଝେଇଲି ଯେ ସୁଲତାନୀ ଶାସନ ସମୟରେ ନାରୀମାନଙ୍କର ସ୍ଥାନ କିପରି ଥିଲା, ସେ 20ଟି ପଏଣ୍ଟକୁ ହିଁ ତୁମେ ତୁମର ଉତ୍ତରରେ ଲେଖିଦେବ, ଯଦ୍ୱାରା ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ।